ଯେଉଁ ବ୍ୟକ୍ତିକୁ ସବୁବେଳେ ଭୋକ ଲାଗି ରହେ ଏବଂ ଏହି ଭୋକ କୌଣସି ବି ପ୍ରକାର ହୋଇଥାଉ ଯାହାକୁ ସବୁବେଳେ ଶୋଇବାକୁ ମନ ଲାଗିବ, ତାର ଊର୍ଜା ମୂଳଧାରା ଚକ୍ର ଉପରେ ରହିଥାଏ, ଯାହାକି ଜନନ ଇନ୍ଦ୍ରିୟ ପାଖରେ ରହିଥାଏ। ଏବେ ଯେଉଁ ବ୍ୟକ୍ତି ସବୁବେଳେ ମୌଜ ମସ୍ତି କରିଥାଏ, ଯିଏ ହଇରାଣ କରେ, ତାଙ୍କର ଊର୍ଜା ସ୍ୱାଧୀନ ସ୍ଥାନ ଚକ୍ର ଦ୍ୱାରା ସଞ୍ଚାଳିତ ହୁଏ। ଯିଏ ବହୁତ କ୍ରୋଧୀ ଅଟେ ଏବଂ ଯିଏ ଦୁନିଆର ସବୁ କାମ କରିବା ପାଇଁ ଚାହେଁ, ତାଙ୍କର ଊର୍ଜା ମଣିପୁର ଚକ୍ରରେ ଥାଏ, ଯିଏକି ନାଭି ପାଖରେ ଅବସ୍ଥିତ। ଯେଉଁ ବ୍ୟକ୍ତି ଦୟାଳୁ, ଦାନୀ ଏବଂ ବହୁତ ଭାବିଚିନ୍ତି ବ୍ୟବହାର କରିଥାଏ, ତାଙ୍କର ଊର୍ଜା ଅନହାଟରୁ ସଞ୍ଚାଳିତ ହୁଏ, ଯିଏକି କହିବାରେ ଧୁରନ୍ଧର। ତାଙ୍କର ଊର୍ଜା ସ୍ମୃତି ଚକ୍ରରେ ସକ୍ରିୟ ହୁଏ ଏବଂ ଏହି ଚକ୍ରଟି ଗଳା ପାଖରେ ଥାଏ। ଏହିଠାରୁ ଆଧ୍ୟାତ୍ମିକତାର ଆରମ୍ଭ ହୋଇଥାଏ। କିଏ ବୌଦ୍ଧିକ ସ୍ତରରେ ଜ୍ଞାନ ପ୍ରାପ୍ତ କରିଦିଏ, ଜାଣିନି କି ସତ୍ୟ କଣ ଏବଂ ମୋହ କଣ, ସେ ଆଜ୍ଞା ଚକ୍ର ପାଖରେ ପହଞ୍ଚିଯାଏ ଏବଂ ଏହି ଚକ୍ର ଦୁଇଟି ଆଇବ୍ରୋ ବା ଆଖିପତାର ମଝିରେ ଅବସ୍ଥିତ ଏବଂ ଯିଏ ସହସ୍ର ଚକ୍ର ପାଖରେ ପହଞ୍ଚିଯାଏ, ତାକୁ ମୋକ୍ଷ ପ୍ରାପ୍ତି ହୋଇଯାଏ। ସେଠାକାର ନକାରାତ୍ମକ ଶକ୍ତିକୁ